ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ। ଡିସ୍କସନ୍ କରିବା ଯୋଉ ଆପଣଙ୍କର ହାଇକୋର୍ଟ ଏଏସଓ ସ୍ପେଶାଲ ଡ୍ରାଇଭ୍ ପରୀକ୍ଷା ହେଇଥିଲା ତାର ଜିକେ କ୍ୱେଶ୍ଚନକୁ ଡିସ୍କସନ୍ କରିବା। ତ ଭିଡ଼ିଓକୁ କମ୍ପ୍ଲିଟଲି ଦେଖିବେ, ଗୋଟେ ଓଭରଅଲ୍ ଆଇଡ଼ିଆ ଆପଣଙ୍କୁ ମିଳିଯିବ ଯେ କୋଉ ଟାଇପ୍ର ବର୍ତ୍ତମାନ କ୍ୱେଶ୍ଚନ ଚାଲିଛି ଆଉ ଆପଣମାନେ ଇଜିଲି କରିପାରୁଛନ୍ତି କି ନାହିଁ। କେତେ ସ୍କୋର ରହୁଛି ଆପଣ କାଇଣ୍ଡଲି ମୋତେ ଜଣେଇବେ। 8895154969 ନମ୍ବର ଦେଖନ୍ତୁ। ଜିକେରେ ଯଦି ଆପଣ ଫୁଲ୍ ସ୍କୋର କରିବା ପାଇଁ ଚାହୁଁଛନ୍ତି ନା, ଜିକେ ମାନେ କ'ଣ ଆପଣଙ୍କୁ ବୁଝିବା ପାଇଁ ପଡ଼ିବ। ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି, ଯଦି ଆପଣ ଖାଲି ୟାକୁ ଏନ୍ସିଇଆରଟିରୁ କଭରେଜ କରିଦେଉଛନ୍ତି ଆଉ ଆପ୍ଲିକେସନରେ ଆପଣଙ୍କ ପାଇଁ 1,00,000ରୁ ଅଧିକ ମକ୍ ଟେଷ୍ଟ ଆଭେଲେବୁଲ୍ ଅଛି, ତାକୁ ପ୍ରାକ୍ଟିସ୍ କରିଦେଲେ ଆପଣମାନେ ବହୁତ ଅଧିକା ସ୍କୋର କରିପାରିବେ। ଠିକ୍ ଅଛି, ଆସନ୍ତୁ ତାହେଲେ କାଳ ବିଳମ୍ବ ନ କରିକି ଆରମ୍ଭ କରିବା। କ୍ୱେଶ୍ଚନ ନମ୍ବର 1, ଇଲେକ୍ସନ ଟୁ ପଞ୍ଚାୟତ ମାନେ ଯୋଉ ପଞ୍ଚାୟତ ମାନଙ୍କର ଇଲେକ୍ସନ ହୁଏ ତାକୁ ଆପଣଙ୍କର କିଏ କରନ୍ତି? ନର୍ମାଲ ଇଲେକ୍ସନ ଗୁଡ଼ା ଆପଣ ଜାଣିଛନ୍ତି ଇଲେକ୍ସନ କମିଶନ, କିନ୍ତୁ ପଞ୍ଚାୟତ ମାନଙ୍କର ଯୋଉ ଇଲେକ୍ସନ ହୁଏ ତାକୁ ଆପଣଙ୍କର କିଏ କରନ୍ତି ରେ? ଷ୍ଟେଟ ଇଲେକ୍ସନ କମିଶନ ଆପଣଙ୍କର କରିଥାନ୍ତି। ତାହେଲେ ସଠିକ ଉତ୍ତର ଆପଣଙ୍କର କ'ଣ ହେଇଯିବ ନା ଅପସନ ନମ୍ବର ଆପଣଙ୍କର ଡି ହେଇଯିବ, ଷ୍ଟେଟ ଇଲେକ୍ସନ କମିଶନ। ଠିକ ଅଛି, ପରବର୍ତ୍ତୀ କ୍ୱେଶ୍ଚନ ଆପଣଙ୍କ ପାଇଁ, ଫର୍ମିଂ ଅଫ ଆସୋସିଏସନ, ଆପଣ ଲୋକମାନଙ୍କୁ ଏକାଠି କରିପାରିବେ ନା, ତାହେଲେ ଏଇଟା ଗୋଟେ ଆପଣଙ୍କର କ'ଣ? ତ ଆମେ କହିପାରିବା ଯେ ଏଇଟା ହେଉଛି ଆପଣଙ୍କର ଗୋଟେ ମୌଳିକ ଅଧିକାର ହେଇଯିବ ନା। କ'ଣ ହେଇଯିବ ରେ? ମୌଳିକ ଅଧିକାର ବା ଫଣ୍ଡାମେଣ୍ଟାଲ ରାଇଟ୍ ବୋଲି ଆପଣ କହିପାରିବେ। ରାଇଟ୍ ଟୁ ଫ୍ରିଡମ୍ ଆଣ୍ଡରରେ ଆପଣଙ୍କର 6ଟି ଫ୍ରିଡମ୍ ମେନସନ୍ ଅଛି, ଆପଣଙ୍କର ମନେ ଥିବ ପ୍ରାୟତଃ। ତାହେଲେ ସଠିକ ଉତ୍ତର କ'ଣ ହେଇଯିବ? ଅପସନ ନମ୍ବର ଆପଣଙ୍କର ସି। ଠିକ ଅଛି, ଆକୁ ଆପଣଙ୍କ ପାଇଁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ ଦେଖନ୍ତୁ କ'ଣ ପଚାରିଛି। ପରବର୍ତ୍ତୀ କ୍ୱେଶ୍ଚନ କହୁଛି ଦ ଡ୍ରାଇଭିଂ ଫୋର୍ସ ଓପେନ୍ ଇକୋସିଷ୍ଟମ ଇଜ୍ ଡ୍ୟାସ୍, ମାନେ ଆମର ଡ୍ରାଇଭିଂ ଫୋର୍ସ କହିବା ପାଇଁ ଗଲେ ସକଳ ଶକ୍ତିର ଆଧାର ବୋଲି ଆମର କାହାକୁ କୁହାଯାଏ? ସକଳ ଶକ୍ତିର ଆଧାର ପିଲାମାନେ ଆପଣଙ୍କର କୋଉଟା ହେଇଯିବ କେରେ? ସୌର ଶକ୍ତି ନା। ତାହେଲେ ସଠିକ ଉତ୍ତର କୋଉଟା ହେଇଯିବ? ସୋଲାର ଏନର୍ଜି ଆପଣଙ୍କର ହେଇଯିବ। କୋଉଟା ହେଇଯିବ ରେ? ଅପସନ ନମ୍ବର ସି, ସୋଲାର ଏନର୍ଜି। କୋଉଟା କରିପାରୁଛନ୍ତି ନା କରିପାରୁନାହାନ୍ତି ଆପଣ କହିବେ ହେଲା। ଯବକ୍ଷାରଜାନ ବିବନ୍ଧନ ପାଇଁ ଆପଣଙ୍କର କିଏ ଦାୟୀକିରେ? ମନେ ପଡୁଛି ନା ରେ? ଯବକ୍ଷାରଜାନ ଯୋଉ ବିବନ୍ଧନ ଆପଣଙ୍କର ହୁଏ ତାକୁ ଆପଣଙ୍କର କିଏ କରିଥାଏ? କିଏ ଆପଣଙ୍କର ସାହାଯ୍ୟ କରିଥାଏ? ଗୋଟେ ବ୍ୟାକ୍ଟେରିଆ ଅଛି, ମନେ ପଡୁଛି ରେ? ସେ ବ୍ୟାକ୍ଟେରିଆର ନାଁ କ'ଣ ମନେ ପଡୁଛି ନା ଭୁଲିଗଲ? ରାଇଜୋବିୟମ ବୋଲି ଗୋଟେ ଆପଣଙ୍କର ବ୍ୟାକ୍ଟେରିଆ ମନେ ଅଛି ନା? ସିଏ ସାହାଯ୍ୟ କରେ। ଠିକ ଅଛି, ସବୁ ଜିନିଷ କରି ହଉଛି। ଭେରି ଗୁଡ, ଆକୁ ଯିବା। ଦ ୟୁନିଭର୍ସିଟି ଅଫ ନଳନ୍ଦା ୱାଜ ସେଟ୍ ଅପ୍ ବାଇ ହୁଇଚ୍ ଗୁପ୍ତ ରୁଲର, ୟୁନିଭର୍ସିଟି ଅଫ ନଳନ୍ଦା ଆପଣଙ୍କର କିଏ କରିଥିଲେ ବୋଲି ପଚାରିଛି। କିଏ କରିଥିଲେ ରେ? କୁମାର ଗୁପ୍ତ ଆପଣଙ୍କର କରିଥିଲେ। କିଏ କରିଥିଲେ? କୁମାର ଗୁପ୍ତ ଆପଣଙ୍କର 1, କୁମାର ଗୁପ୍ତ ଆପଣଙ୍କର 2 କରିବେନି, କୁମାର ଗୁପ୍ତ ଆପଣଙ୍କର 1 କରିବେ। ଠିକ ଅଛି, ଆକୁ ଆପଣଙ୍କ ପାଇଁ ଯିବା। ପରବର୍ତ୍ତୀ ଦେଖନ୍ତୁ କହୁଛି ମଡରେଟ୍ ଆଉ ଏକ୍ସଟ୍ରିମିଷ୍ଟ, ଆମେ ଜାଣିଛେ ପୂର୍ବରୁ ଆଇଏନସିରେ ସମସ୍ତେ ମିଳିମିଶିକି ଥିଲେ, କିନ୍ତୁ 1907 ମସିହାରେ କୋଉ ଅଧିବେଶନ କେରେ? ସୁରତ ଅଧିବେଶନ ନା। ସୁରତ ଅଧିବେଶନରେ କ'ଣ ହେଲା ନା, ଆଇଏନସି ଆପଣଙ୍କର 2 ଭାଗ ହେଇଗଲା। ଠିକ ଅଛି, ଆକୁ ଆପଣଙ୍କ ପାଇଁ ଯିବା। ନେକ୍ସଟ, ହ୍ୱିଚ୍ among the following disease is caused by the deficiency of ନିକୋଟିନିକ ଏସିଡ, ନିକୋଟିନିକ ଏସିଡର ଆପଣଙ୍କର ଅଭାବରେ କୋଉ ରୋଗ ଆପଣଙ୍କର ହୁଏ? ଏଗୁଡ଼ା ଆପଣ ଜାଣିଛନ୍ତି ଗୋଟେ ଗୋଟେ ଆମେ କହିପାରିବା ଏଇ ଯୋଉ ପୁଷ୍ଟିକର ଅଭାବ ଜନିତ ରୋଗ ଗୁଡ଼ା। ତ ପେଲେଗ୍ରା, କାହିଁକି ନା ଏଲିମିନେଟ୍ କରିବେ ଆଇରନରେ ଆପଣଙ୍କର ଏନିମିଆ। ଠିକ ଅଛି, ଆୟୋଡିନରେ ଆପଣଙ୍କର ଗୋଏଟର, ତାହେଲେ କୋଉଟା? ପେଲେଗ୍ରା। ଆକୁ ଯିବା। ଗଭର୍ଣ୍ଣର, ରାଜ୍ୟର ମୁଖ୍ୟଙ୍କୁ ରାଜ୍ୟପାଳ ବୋଲି କହିଥାଉ। ଏହା ସମ୍ପର୍କରେ ଆର୍ଟିକଲ ନମ୍ବର ଆପଣଙ୍କର କେତେରେ ମେନସନ ଅଛି ବୋଲି ପଚାରିଛି। ରାଜ୍ୟର ମୁଖ୍ୟଙ୍କୁ ରାଜ୍ୟପାଳ ବୋଲି କହୁ, ଏହା ସମ୍ପର୍କରେ ଆର୍ଟିକଲ ନମ୍ବର କେତେରେ ମେନସନ ଅଛି କୁହନ୍ତୁ? ଆମେ ଅଲରେଡି ଆପଣଙ୍କର ପଢିଥିଲେ 152ରୁ 162 ମଧ୍ୟରେ। ତାହେଲେ କୋଉଟା ହେଇଯିବ? ସଠିକ ଉତ୍ତର ପିଲାମାନେ 152 ଆପଣଙ୍କର ହେଇଯିବ ନା। 152 ମାନେ ଜଣେ ରାଜ୍ୟରେ ଜଣେ ରାଜ୍ୟପାଳ ଆପଣଙ୍କ ରହିବେ। ଠିକ ଅଛି, ହେଲା। ଆକୁ ଯିବା। ଉତ୍ତରକାଶୀ ଟନେଲ, ଏଇଟା ରିସେଣ୍ଟଲି ଶୁଣିଥିବେ ନା, ଯୋଉ ଆପଣଙ୍କର ବହୁତ ସାରା ଶ୍ରମିକ ମାନେ ଫସି ଯାଇଥିଲେ। କୋଉ ରାଜ୍ୟରେ ଆପଣଙ୍କର ଫସିଥିଲେ କହିଲେ? ଉତ୍ତରାଖଣ୍ଡ ନା ପିଲାମାନେ। କୋଉ ରାଜ୍ୟରେ କେରେ ଆପଣଙ୍କର? ଉତ୍ତରାଖଣ୍ଡ। ଠିକ ଅଛି, ହେଲା। ଦେଖନ୍ତୁ ମାନେ ଗୋଟେ ବି ସିଙ୍ଗଲ ଆପଣଙ୍କର ଭୁଲ ହବ ନାହିଁ। ଆକୁ ଆପଣଙ୍କ ପାଇଁ ଯିବା। ହ୍ୱିଚ୍ ଅଟୋମୋବାଇଲ ମ୍ୟାନୁଫ୍ୟାକ୍ଚର ହେଜ୍ ଲଞ୍ଚଡ ରେଜିଷ୍ଟର୍ଡ ଭାଇକେଲ ସ୍କ୍ରାପିଂ ଫ୍ୟାସିଲିଟି ଇନ୍ ଇଣ୍ଡିଆ, ଏଇଟା ଆପଣ ହୁଏତ କରି ନ ପାରନ୍ତି, କାହିଁକି ନା ଯଦି ଆପଣଙ୍କର ମନେ ଥିବ ଦେନ୍ କରିପାରିବେ, ନହେଲେ ନାହିଁ। କିଏରେ? ଟାଟା ମୋଟର୍ସ। ଟାଟା ମୋଟର୍ସ ଆପଣଙ୍କର ଲଞ୍ଚ କରିଛନ୍ତି। ଠିକ ଅଛି, ଆକୁ ଆପଣଙ୍କ ପାଇଁ ଯିବା।
टेलीफोन टेलीफोन आपणकर किए इन्वेंशन करथिले पिलामाने कहलो देखि टेलीफोन रो जनक आपणकर किए रे अलेक्जेंडर ग्राहम बेल किए पिलामाने अलेक्जेंडर ग्राहम बेल बांग्लादेशର ରାଜଧାନୀ ଆପଣଙ୍କର କଣ ବୋଲି ପଚାରିଛି ବାଂଲାଦେଶର ପିଲାମାନେ ରାଜଧାନୀ ଆପଣଙ୍କର କଣ ହେଇଯିବ କେରେ କହିଲ ଏସ୍ ପିଲାମାନେ ଢାକା ଜୁଡୁ ଢାକା ଠିକ ଅଛି ବେଦମାନଙ୍କ ମଧ୍ୟରେ ସର୍ବ ପୁରାତନ ବେଦ କୋଉଟା ଆମେ ଜାଣିଛେ ନା ସବୁଠୁ ପୁରାତନ ବେଦ ପିଲାମାନେ ଋକ୍ ବେଦ ଠିକ ଅଛି ରେ ଯେତିକି ବି ବେଦ ମାନେ କଣ ବେଦ ମାନେ ପିଲାମାନେ ଜ୍ଞାନ ବେଦର ଅନ୍ୟ ନାମ କଣ ହେଇଯିବ ରେ ଶ୍ରୁତି କାହିଁକି ନା ବେଦକୁ ଲୋକମାନେ ଶୁଣି ଶୁଣିକି ମନେ ରଖୁଥିଲେ ସବୁଠୁ ପୁରୁଣା ବେଦ ଋକ୍ ବେଦ ଯେତିକି ବି ମନ୍ତ୍ର ସବୁ ଏଇଠି ଅଛି ଆଉ ୟାକୁ ପିଲାମାନେ କେତୋଟି ମଣ୍ଡଳ 10ଟି ମଣ୍ଡଳ କେତୋଟି ଆପଣଙ୍କର ସେଥିରେ ସ୍ତୁତି ରହିଛି କେରେ 1028ଟି ରହିଛି ଆଉ ସାମ ବେଦରେ ତ ସବୁ ସଙ୍ଗୀତ ଗୁଡା ୟଜୁର ବେଦରେ ପୂଜା କରିବାର ବିଧି ଗୁଡା ଯାଦୁ ବିଦ୍ୟା ମୋହିନୀ ବିଦ୍ୟା ଗୁଣିଗାରେଡି ଆୟୁର୍ବେଦିକ ଏସବୁ ଆପଣଙ୍କର ଅଥର୍ବ ବେଦ ରାଇଟ ନା ଅର୍ଜୁନ ପୁରସ୍କାର କୋଉଥିପାଇଁ ଦିଆଯାଏ ଆମେ ଜାଣିଛେ ରେ ଖେଳ ପାଇଁ ନା ଖେଳ ପାଇଁ ଆପଣଙ୍କର ଅର୍ଜୁନ ପୁରସ୍କାର ଆଗକୁ ଯିବା ବର୍ତ୍ତମାନ ଭାରତର ମୁଖ୍ୟ ବିଚାରପତି କିଏ ଅଛନ୍ତି ଆପଣ ଜାଣିଛନ୍ତି ଅଲରେଡି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଦେଖ ସେ ମନେ ମନେ ବହୁତ ଚାଲାକ ଆଉ ସେ ପିଲାମାନେ ୱାଇ ବି ଲେଖିଦେଇଛି ଗୋଟେ ଜାଗାରେ ଆଉ ଗୋଟେ ଲେଖିଛି ଆପଣଙ୍କର ଡିୱାଇ ହେଲେ କଣ ହେଇଯିବ ରେ ଜଷ୍ଟିସ ଆପଣଙ୍କର ଡିୱାଇ ଚନ୍ଦ୍ରଚୂଡ ଡିୱାଇ ଠିକ ଅଛି ଆଗକୁ ଯିବା ହ୍ୱାଟ ୱାଜ ଦ ଥିମ୍ ଅଫ ୱାର୍ଲଡ ଏଡ୍ସ ଡେ ବେଳେ ବେଳେ ପଚାରି ଦିଏ ଯେ ୱାର୍ଲଡ ଏଡ୍ସ ଡେ ଆମର କେବେ ପାଳନ କରାଯାଏ ଡିସେମ୍ବର ମାସ ପିଲାମାନେ 1 ତାରିଖରେ ଆମର ପାଳନ କରାଯାଏ ନା ରେ ଏବେ କହୁଛି ତାର ଥିମ୍ ଆପଣଙ୍କର କଣ ଥିଲା ଠିକ ଅଛି ତ ଥିମ୍ ପିଲାମାନେ ଆମର କଣ ଥିଲା ରେ ଲେଟ୍ କମ୍ୟୁନିଟିଜ୍ ଲିଡ୍ ଠିକ ଅଛି ଉତ୍କଳ ବ୍ରାହ୍ମ ସମାଜ କଟକରେ କିଏ ଆପଣଙ୍କର ଗଠନ କରିଥିଲେ ବୋଲି ପଚାରିଛି ଏଇ ଭିତରୁ ପିଲାମାନେ ଆପଣମାନେ ଜାଣିଛନ୍ତି ଯେ ବ୍ରାହ୍ମ ସମାଜ ତ ପିଲାମାନେ ଆପଣଙ୍କର ଆମେ କରିଦେବା ରାଜା ରାମମୋହନ ରୟ ଆମେ କରିଦିଅନ୍ତେ ବଟ୍ ଉତ୍କଳ ବ୍ରାହ୍ମ ସମାଜ ଆପଣଙ୍କର ଓଡ଼ିଶାରେ ହରନାଥ ଭଟ୍ଟାଚାର୍ଯ୍ୟ କିଏ ପିଲାମାନେ ହରନାଥ ଭଟ୍ଟାଚାର୍ଯ୍ୟ ଆଗକୁ ଯିବା ନେକ୍ସଟ କଣ କହିଛି ଏଟା ତ ଜାଣିଛନ୍ତି ଆଉ ଆମେ ମାନେ ସମ୍ବିଧାନର ବେସିକ ଷ୍ଟ୍ରକ୍ଚରକୁ ଚେଞ୍ଜ କରିପାରିବା ନାହିଁ ଏଇଟା କୋଉ କେସରେ ଆମେ ତ ଗୋଟେ କେସ୍ ପଢିଛେ କେଶବାନନ୍ଦ ଭାରତୀ ଭର୍ସେସ ୟୁନିୟନ ଅଫ ଇଣ୍ଡିଆ କୋଉଟା ହେଇଯିବ ରେ ଅପସନ ନମ୍ବର ପିଲାମାନେ ଆପଣଙ୍କର ସି ହେଇଯିବ ଦେଖିପାରୁଛ କିରେ ସବୁ ଜିନିଷ ଗୁଡା ଦେଖୁ ଦେଖୁ କରି ହଉଛି କି ନାହିଁ ପିଲାମାନେ କାଇଣ୍ଡଲି କହିବ ଆଉ ଟେଲିଗ୍ରାମରେ ମତେ ମେସେଜ କରିକି କିମ୍ବା ହ୍ୱାଟ୍ସଆପରେ ମେସେଜ କରିକି ଜଣେଇବ ନିହାତି ଠିକ ଅଛି ହେଲା ଆଗକୁ ଆପଣଙ୍କ ପାଇଁ ଯିବା ଏଟା ହେଇଗଲା ପରବର୍ତ୍ତୀ କ୍ୱେଶ୍ଚନ ହ୍ୱାଟ ଇଜ ଦ କ୍ୟାପିଟାଲ ଅଫ ଜାପାନ ଜାପାନର ପିଲାମାନେ ରାଜଧାନୀ କଣ ବୋଲି ପଚାରିଛି ହିଷ୍ଟ୍ରି ଜିଓଗ୍ରାଫି ପଲିଟି ଏନସିଆରଟି ଆପଣ ବାରମ୍ବାର କଭରେଜ କରିବେ ନହେଲେ ଆପଣ ମାନେ ଭୁଲି ଭୁଲି ଯିବେ ଜାପାନର ରାଜଧାନୀ ପିଲାମାନେ କଣ ହେଇଯିବ ରେ ଟୋକିଓ ଟୋକିଓ ଆଗକୁ ଯିବା ଓଡ଼ିଶା ହାଇକୋର୍ଟ ଆପଣଙ୍କର କେବେ ଗଠିତ ହେଲା ବୋଲି ପଚାରିଛି ଓଡ଼ିଶା ହାଇକୋର୍ଟ କେବେ ଗଠିତ ହେଲା କିରେ ଜୁଲାଇ 26 ଆପଣଙ୍କର 1948ରେ ଠିକ ଅଛି ଆଗକୁ ଯିବା ରାସ ମହୋତ୍ସବ ଅର୍ ରାସ ଲୀଳା ଫେଷ୍ଟିଭାଲ ଏଇଟା ଆପଣଙ୍କର କୋଉଠି ପାଳନ କରାଯାଏ ବୋଲି ପଚାରାଯାଏ ରାସ ମହୋତ୍ସବ ଅର୍ ରାସ ଲୀଳା ଫେଷ୍ଟିଭାଲ ଏଇଟା ପିଲାମାନେ କୋଉଠିକିରେ ୱେଷ୍ଟ ବେଙ୍ଗଲ ଆସାମରେ ଆପଣଙ୍କର ଏଇ ଜିନିଷ ଗୁଡା କରାଯାଏ ଆସାମରେ ଠିକ ଅଛି ଆସାମ ଆଗକୁ ଯିବାରେ ହୁଇଚ ଇନଷ୍ଟିଟ୍ୟୁସନ ଲଞ୍ଚଡ ଇନ ଦ ପିରିୟଡିକ ଲେବର ଫୋର୍ସ ସର୍ଭେ PLFS ଠିକ ଅଛି ରେ ପିରିୟଡିକ ଲେବର ଫୋର୍ସ ସର୍ଭେ ଏଇଟା ଆପଣଙ୍କର କିଏ ଲଞ୍ଚ କରିଛନ୍ତି ବୋଲି ପଚାରିଛି ନୀତି ଆୟୋଗ NSSO ILO DPIT ତାହେଲେ କିଏ ରେ ଏଇଟାକୁ ଆପଣଙ୍କର ଲଞ୍ଚ କରିଛନ୍ତି ପିଲାମାନେ ନ୍ୟାସନାଲ ସାମ୍ପୁଲ ସର୍ଭେ ଅଫିସ NSSO ଠିକ ଅଛି NSSO ଆଗକୁ ଆପଣଙ୍କ ପାଇଁ ଯିବା ଆଚ୍ଛା ପିଲାମାନେ ବର୍ତ୍ତମାନ ଆମର ହେଡ କୋଚ୍ କିଏ ଅଛନ୍ତି ରେ BCCI ର କିଏ ଅଛନ୍ତି ପିଲାମାନେ ଆରେ ବର୍ତ୍ତମାନ ଆମର ଇଣ୍ଡିଆନ କ୍ରିକେଟ ଟିମର ରାହୁଲ ଦ୍ରାବିଡ ପିଲାମାନେ ଠିକ ଅଛି ଆଗକୁ ଯିବା ନେକ୍ସଟ କଣ କହୁଛି ହୁ ୱାଜ ଦ ଫାର୍ଷ୍ଟ ଚିଫ ଜଷ୍ଟିସ ଅଫ ଓଡ଼ିଶା ହ୍ୱେନ୍ ଇଣ୍ଡିଆ ବିକମ୍ ଏ ରିପବ୍ଲିକ ପ୍ରଥମ ପିଲାମାନେ ଆପଣଙ୍କର କିଏ ଥିଲେ ରେ ଜଷ୍ଟିସ ବୀର କିଶୋର ପିଲାମାନେ ଜଷ୍ଟିସ ଆପଣଙ୍କର ବୀର କିଶୋର ରୟ ପିଲାମାନେ ନା ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ ଏଇ ଭିତରୁ ଆପଣଙ୍କର କିଏ ଥିଲେ ରେ ସଠିକ ଉତ୍ତର ପିଲାମାନେ କଣ ହେଇଯିବ ଜଷ୍ଟିସ ବୀର କିଶୋର ରୟ ଠିକ ଅଛି ଆମର ପ୍ରଥମ ଓଡିଆ ନ୍ୟୁଜ ପେପର ନାଁ କଣ ପିଲାମାନେ କହିଲେ ଦେଖି ଉତ୍କଳ ଦୀପିକା ନା କଣ ହେଇଯିବ କିରେ ଉତ୍କଳ ଦୀପିକା ଆମର ଓଡିଶାର ପିଲାମାନେ ଲେଜିସ୍ଲେଟିଭ ଆସେମ୍ବଲି MLA ସିଟ୍ କେତେରେ 147 ଆମେ ଜାଣିଛେ ନା 147 ହେଇ ଦେଖ ୱାର୍ଲଡ ଏଡ୍ସ ଡେ
କେବେ ପାଳନ କରାଯାଏ? ଡିସେମ୍ବର ମାସ ପିଲାମାନେ 1 ତାରିଖ ନା ଡିସେମ୍ବର 1 ତାରିଖ ଚଳିବରେ। ଆଗକୁ ଯିବା କର୍ଣ୍ଣାଟକରେ ପିଲାମାନେ କୋଉ ଲାଙ୍ଗୁଏଜ ସେମାନେ ହଉଥିବେ କହିଲ? କାନାଡା। କର୍ଣ୍ଣାଟକରେ ଲୋକମାନେ ଆପଣଙ୍କର କାନାଡା। ରାଓଲ୍ଟ ଆକ୍ଟ ଆପଣଙ୍କର କେବେ ଆସିଲା? ଆମେ ଜାଣିଛେ 1919 ମସିହା ମାର୍ଚ୍ଚ ମାସ ପିଲାମାନେ 18 ତାରିଖ ନା, ତାକୁ ଆମେ ବ୍ଲାକ୍ ଆକ୍ଟ ବୋଲି ମଧ୍ୟ ଆମେ କହିଥାଉ। ଠିକ ଅଛି। ଆମର ସର୍ବମୋଟ କେତୋଟି ସେଡ୍ୟୁଲ ରହିଛି? ପୂର୍ବରୁ ପିଲାମାନେ 8ଟି ଥିଲା, ବର୍ତ୍ତମାନ କେତୋଟି ରହିଛି କିରେ? 12ଟି ପିଲାମାନେ ଆପଣଙ୍କର ସେଡ୍ୟୁଲ ରହିଛି। ପୁଣି କୋଉ ସେଡ୍ୟୁଲରେ ପିଲାମାନେ କଣ ମେନସନ ଅଛି ତାହା ବି ଆପଣମାନେ ଜାଣିଛନ୍ତି। ସାଇନା ନେହୱାଲ ସେ କଣ ଖେଳନ୍ତି ରେ? ବ୍ୟାଡମିଣ୍ଟନ ପିଲାମାନେ, ସେ ଆପଣଙ୍କର ବ୍ୟାଡମିଣ୍ଟନ ଖେଳିଥାନ୍ତି। ହାଉ ମେନି ନ୍ୟାସନାଲ ପାର୍କସ ଆର୍ ଦେୟାର ଇନ୍ ଓଡ଼ିଶା? ଓଡ଼ିଶାରେ ସର୍ବମୋଟ କେତୋଟି ନ୍ୟାସନାଲ ପାର୍କ ଆପଣଙ୍କର ରହିଛି ବୋଲି ପଚାରିଛି। ଓଡ଼ିଶାରେ ସର୍ବମୋଟ ପିଲାମାନେ କେତୋଟି ଆମର ରହିଛି କିରେ? 2ଟି ପିଲାମାନେ, 2ଟି ଆପଣଙ୍କର ନ୍ୟାସନାଲ ପାର୍କ ଆପଣଙ୍କର ରହିଛି। ଗୋଟେ ତ ପିଲାମାନେ ଶିମିଳିପାଳ, ଆଉ ଗୋଟେ କଣ ଆପଣ ସାଙ୍ଗେ ସାଙ୍ଗେ କମେଣ୍ଟ କରିକି ଜଣେଇବେ, ନହେଲେ ମତେ ମେସେଜ କରିକି ଜଣେଇବେ ହେଲା। ଠିକ ଅଛି। କହୁଛି 100ଟି ପିଲାମାନେ ଓଡିଆଇ ୱିକେଟ ସବୁଠାରୁ ଫାଷ୍ଟେଷ୍ଟ ଆପଣଙ୍କର କିଏ ନେଇଛନ୍ତି ବୋଲି ପଚାରିଛି। ଆମର କିଏ ନେଇଥିବେ କିରେ କହିଲ ଦେଖି? ୟେସ୍ ପିଲାମାନେ, ଜଣେଇ ତ ଆମର ମହମ୍ମଦ ସାମି ନା ପିଲାମାନେ ଆପଣଙ୍କର କିଏ ରେ? ମହମ୍ମଦ ସାମି। ଠିକ ଅଛି ନା, ଏ ମହମ୍ମଦ ସାମି। ଠିକ ଅଛି। ଆଗକୁ ଯିବା। କହୁଛି ପିଲାମାନେ ଅନଟଚେବିଲିଟି, ବାରମ୍ବାର ଆମେ ଡିସ୍କସନ କରୁନା ପିଲାମାନେ, ପରୀକ୍ଷାରେ ପଚାରିବ ଅନଟଚେବିଲିଟି କଣ ହେଇଯିବ ରେ? ଆର୍ଟିକଲ ନମ୍ବର 17। ଠିକ ଅଛି। ଆଗକୁ ଆପଣଙ୍କ ପାଇଁ ଯିବା। ହ୍ୱିଚ୍ ୱାନ୍ ଅଫ୍ ଦ ଫଲୋଇଂ ରିଭର ଫ୍ଲୋଜ ବିଟୱିନ୍ ବିନ୍ଧିଆ ଏଣ୍ଡ ପିଲାମାନେ ସତପୁରା ରେଞ୍ଜ? ବିନ୍ଧିଆ ଆଉ ସତପୁରା ରେଞ୍ଜରେ ଆପଣଙ୍କର କୋଉ ନଦୀ ପ୍ରବାହିତ ହୁଏ? ନର୍ମଦା ନଦୀ ପିଲା, ନର୍ମଦା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ଏଇ ଅନ୍ନ ଯୋଜନା ଏଇଟା ପିଲାମାନେ କେତେ ବର୍ଷ ପାଇଁ ଏକ୍ସଟେଣ୍ଡ କରାଗଲା କେରେ କହିଲ ଦେଖି? ଏସ୍ ପିଲାମାନେ, ଏଇଟାକୁ ଏକ୍ସଟେଣ୍ଡ ପିଲାମାନେ ବର୍ତ୍ତମାନ କରାଗଲା ଆପଣଙ୍କର, ଏ ରିସେଣ୍ଟଲି କରାଯାଇଛି, 2028 ପର୍ଯ୍ୟନ୍ତ ଆପଣଙ୍କର ଏକ୍ସଟେଣ୍ଡ କରାଯାଇଛି। ଠିକ ଅଛି। ତାପରେ ନେକ୍ସଟ ଆପଣଙ୍କ ପାଇଁ ଯିବା। ଇଣ୍ଡିଆନ ରିନ୍ୟୁଏବଲ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି ଇଜ ଏ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜ ଅଣ୍ଡର ହ୍ୱିଚ୍ ମିନିଷ୍ଟ୍ରି? ଦେଖନ୍ତୁ ରିନ୍ୟୁଏବଲ ଏନର୍ଜି କହିଛି ଆପଣଙ୍କର, ତ ଗୋଟା କୋଉ ସେକ୍ଟର ହେଇଥିବ କହିଲ ଦେଖି? ରିନ୍ୟୁଏବଲ ଏନର୍ଜି ଡିପାର୍ଟମେଣ୍ଟ ହେଇଥିବ ଆଉ କଣ। ଠିକ ଅଛି ରେ, ଗଲା। ଆଗକୁ ଯିବା। ନେକ୍ସଟ କଣ ପଚାରିଛି? ଓଡ଼ିଶାର ବର୍ତ୍ତମାନ ଫାଷ୍ଟ ମୁଖ୍ୟମନ୍ତ୍ରୀ କିଏ? କରିଦେଇ ପାରିବେ ନା? ହରେ କୃଷ୍ଣ ମହତାବ। ଠିକ ଅଛି। ଷ୍ଟାର ଲିଙ୍କ ଏଇଟା କୋଉ କମ୍ପାନୀ ରେ ମନେ ପଡୁଛି ରେ? ଏଲନ ମାସ୍କର ସ୍ପେସ ଏକ୍ସ ଆପଣଙ୍କର କମ୍ପାନୀର। ଠିକ ଅଛି। ଷ୍ଟାର ଲିଙ୍କ ଏଇ ଯେମିତି ଆମର ଏୟାରଟେଲ, ଭୋଡାଫୋନ ଏମିତିକା ନାହିଁ କି ପିଲାମାନେ, ସେଇଭଳିଆ ଷ୍ଟାର ଲିଙ୍କ ଗୋଟେ ଆପଣଙ୍କର ସେଟେଲାଇଟ ମାଧ୍ୟମରେ ଡାଇରେକ୍ଟଲି ଆପଣଙ୍କର ଏଇ ଯୋଉ ଇଣ୍ଟରନେଟ ଆପଣ ମାନେ ଏକ୍ସେସ କରିପାରିବେ। ଦ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଏଟ୍ ଗୋଆ ହେଜ୍ ବିନ୍ ନେମ୍ଡ ଆଫ୍ଟର ହ୍ୱିଚ୍ ଲିଡର? ଏଇଟା ପିଲାମାନେ କାହାଙ୍କର ନାଁ ଅନୁସାରେ ହେଇଛି ବୋଲି ପଚାରିଛି। କାହାଙ୍କର ନାଁ ଅନୁସାରେ ପିଲାମାନେ ହେଇଛି କିରେ? ମନୋହର ପାରିକରଙ୍କର ନାଁ, ତାଙ୍କର ଡେଥ୍ ହେଇଯାଇଛି। ସେ ଗୋଆର ମୁଖ୍ୟମନ୍ତ୍ରୀ ମଧ୍ୟ ଆପଣଙ୍କର ଥିଲେ। ଜଙ୍ଗଲ ବୁକ୍ ମନେ ପଡୁଛି? ଜଙ୍ଗଲ ବୁକ୍ ଏଇଟା ଆପଣଙ୍କର ୟାର ଅଥର କିଏ ବୋଲି ପଚାରିଛି। ଆପଣ ମାନେ ଜଙ୍ଗଲ ବୁକ୍ ଦେଖିଥିବେ ମୁଭି ବଗେରା। ଜଙ୍ଗଲ ବୁକ୍ ର ଅଥର କିଏ ରେ? ଏ ଯୋଉ ରୁଡିୟାର୍ଡ କିପଲିଂ। ଠିକ ଅଛି। ନେକ୍ସଟ, ହ୍ୱିଚ୍ ଗଭର୍ଣ୍ଣମେଣ୍ଟ ଇନଷ୍ଟିଟ୍ୟୁସନ ହେଜ୍ ଦ ମୋଟୋ ୟାତ ଧର୍ମୋତ୍ସ ଜୟ? ଏଇଟା ଆପଣଙ୍କର କାହାର ପିଲାମାନେ ପଚାରିଛି? ଏଇଟା କଣ ହେଇଯିବ କେତେ କହିଲେ ଦେଖି? ୟେସ୍ ପିଲାମାନେ, ଏ ଧର୍ମର ହବ ଜୟ। କୋଉଠିରେ? ସୁପ୍ରିମ କୋର୍ଟ ମାନଙ୍କରେ ହେବ ନା, ଧର୍ମର ହବ ଜୟ। ସଲ୍ଟ ଇଜ ଅବଟେନ୍, ସଲ୍ଟକୁ ପିଲାମାନେ କଣ କରିବ କିରେ କହିଲ? ଏ ଯୋଉ ନର୍ମାଲି ସମୁଦ୍ର ପାଣିକୁ ଗରମ କରିଦେଲେ ପିଲାମାନେ, ଗରମ ଗରମ ହେଇଗଲେ ବା ଶୁଖିଗଲେ ସେ ପିଲାମାନେ ଲୁଣ ବାହାରେ ନା, ତ ଗରମ ହବାକୁ ଆମେ କଣ ବୋଲି କହୁ? ୟେସ୍ ପିଲାମାନେ, ଗରମ ହବାକୁ କଣ ବୋଲି କହୁ? ଇଭାପୋରେସନ। କଣ ବୋଲି କହୁ? ଇଭାପୋରେସନ। ଏଇ ଭିତରୁ କୋଉଟା ଗୋଟେ ସ୍କଲାର କ୍ୱାଣ୍ଟିଟି? ସ୍କଲାର ମାନେ କେବଳ ମାଗ୍ନିଚ୍ୟୁଡ ଅଛି, ଡିରେକ୍ସନ ପିଲାମାନେ ଆପଣଙ୍କର ନାହିଁ। ତ କାହାର ପିଲାମାନେ କେବଳ ମାଗ୍ନିଚ୍ୟୁଡ ଅଛି କେରେ? ଦେଖିଦିଅ। ମୋମେଣ୍ଟମର ପିଲାମାନେ କେବଳ ମାଗ୍ନିଚ୍ୟୁଡ ଅଛି, କିନ୍ତୁ ଡିରେକ୍ସନ ଆପଣଙ୍କର ନାହିଁ। ସରିଲା। ଆଶା କରିବି ଆପଣଙ୍କୁ ଭଲ ଲାଗିଥିବ। ଦେଖନ୍ତୁ, ଧରାଯାଉ ଆପଣଙ୍କର 40ଟା ପ୍ରଶ୍ନ ପଡୁଛି ଜିକେ ରୁ, ସେଇଠୁ 30ଟା କରିପାର ଧରାଯାଉ, ଆଉ 10ଟା କରିହଉନି, ତା ପାଇଁ ମନ ଦୁଃଖ କରିବେନି। ଏତିକି ମୋର ଦେନ୍ ଏନାଫ୍ ପିଲାମାନେ, କାଫି ଅଛି। 40ରୁ 40 ରଖିବାର ଆବଶ୍ୟକତା ନାହିଁ ଆପଣଙ୍କର, ଏତିକି ରହୁଛି କାଫି। କେବଳ ହିଷ୍ଟ୍ରି, ଜିଓଗ୍ରାଫି, ପଲିଟିର ଏନସିଆରଟି ଆଉ ଡେଲି ଖାଲି ମକ୍ ଟେଷ୍ଟ ଗୁଡାକୁ ଦିଅନ୍ତୁ, କାଫି ଅଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।